ଜୟ ଜଗନ୍ନାଥ ବନ୍ଧୁମାନେ। ମୁଁ ଗଞ୍ଜାମ ଜିଲ୍ଲାର ଦଣ୍ଡନାଚ ସମ୍ବନ୍ଧରେ କିଛି କହିବାକୁ ଚାହୁଁଛି। ଗଞ୍ଜାମ ଜିଲ୍ଲାରେ ଦଣ୍ଡନାଚ ସବୁଠୁ ପ୍ରସିଦ୍ଧ ଦଣ୍ଡନାଚ। ମା କାଳୀଙ୍କର ସେଇଟା ଯାତ୍ରା। ଯେମିତି ଆମ ତାରାତାରିଣୀ ଯାତ୍ରା, ସେମିତି ମା କାଳୀଙ୍କ ଯାତ୍ରା ବର୍ଷକରେ ଥରେ ହୁଏ। ଏବେକାର ଦଣ୍ଡନାଚ ଆଉ ଆଗକାର ଦଣ୍ଡନାଚ ସମ୍ବନ୍ଧରେ କିଛି କହୁଛି। ବହୁତ ଡିଫରେନ୍ସ। ଆଗକାର ଦଣ୍ଡନାଚରେ କ'ଣ ହେଉଥିଲା, କିଛି ବୟସ୍କ ଲୋକମାନେ ଆଉ ପୁଅ ପିଲାମାନେ ଝିଅ ପିଲାଙ୍କର ବେଶ ପୋଷାକ ପିନ୍ଧିକିରି ମା କାଳୀଙ୍କ ମହିମା ସମ୍ବନ୍ଧରେ କିଛି କହୁଥିଲେ। ମା କାଳୀଙ୍କ ମହିମା ବିଷୟରେ କିଛି କହୁଥିଲେ। ଭଲ ଢଗ, ଭଲ ଗୀତ ଗାଇକି ସେମାନେ ନାଚ କରୁଥିଲେ। ଖରାଦିନେ ଏପ୍ରିଲ ମାସ ମାର୍ଚ୍ଚ ଆଉ ଏପ୍ରିଲ ଭିତରେ ଦଣ୍ଡନାଚଟା ହୁଏ। ଏଇ ଖରାଦିନେ ସୂର୍ଯ୍ୟଙ୍କର ଟେମ୍ପରେଚର 40, 42 କିମ୍ବା 38 ଏଇ ଟାଇପ୍ର ରୁହେ। ସେମାନେ ଠାକୁରଙ୍କ ମହିମାରୁ ସେମାନଙ୍କୁ କିଛି କଷ୍ଟ ହୁଏ ନା। ଆମମାନେ ଖାଲି ଗୋଡ଼ରେ ଚାଲିଲେ ଆମମାନଙ୍କୁ ବହୁତ କଷ୍ଟ ହୁଏ। ଆମେ ଯାଇପାରୁନୁ, 5 ମିନିଟ୍ ବି ଚାଲିପାରେନି, 2 ମିନିଟ୍ ଚାଲିଲେ ବହୁତ କଷ୍ଟ ହୁଏ। ଏତେ ଖରାରେ ସେମାନେ ଦଣ୍ଡନାଚ ଖେଳନ୍ତି। ଗରମ ବାଲିରେ ଖେଳନ୍ତି, ସିମେଣ୍ଟ ରୋଡ଼ରେ ଖେଳନ୍ତି, ପିଚୁ ରୋଡ଼ରେ ଖେଳନ୍ତି। କିଛି ହୁଏ ନାହିଁ, ମାଟିରେ ଖେଳନ୍ତିନି, ଏସବୁ ଗରମ ବାଲିରେ ବି ଖେଳନ୍ତି। ଭଲ ଲାଗେ, କାହିଁକିନା ମୁଁ 2010 ଆଗର କଥା କହୁଛି। ମୁଁ 2010ରୁ ମୁଁ ଓଡ଼ିଶାରେ ନାହିଁ, ମୁଁ ବାହାରେ ରହି କାମ କରେ। ମାନେ ଦେଖିବାକୁ ବି ଭଲ ଲାଗେ ଠାକୁରଙ୍କ ମହିମା। ଠାକୁରଙ୍କ କିଛି ମା' ମାନଙ୍କ ଦେହରେ ମା କାଳୀ ବିଜେ କରନ୍ତି। ବାଲି ଧୂଳି ଦଣ୍ଡ ହୁଏ ଆଉ ପାଣି ଦଣ୍ଡ ହୁଏ, ଏସବୁ ହୁଏ। ମୁଁ 2010ରୁ ମୁଁ ଆଉ ଓଡ଼ିଶାର ଦଣ୍ଡନାଚ ମୁଁ ଆଉ ଦେଖିନି। କାହିଁକିନା ମୁଁ ଯେତେବେଳେ ଛୁଟି ମିଳେ ସେଠୁ ଦଣ୍ଡନାଚ ପରେ ମୁଁ ଯାଏ, କିମ୍ବା ଯେତେବେଳେ ମୁଁ ଯାଏ ଦଣ୍ଡନାଚ ହୁଏ ନା, ଏମିତି ହୁଏ, ମୁଁ ଆଉ ଦେଖିପାରେନି। ମୁଁ ବି ଜାଣିନଥିଲି ୟୁଟ୍ୟୁବରେ ଦଣ୍ଡନାଚ ଅପଲୋଡ଼ ହେଇକି ଅଛି, ମୁଁ ଦେଖି ହେବ ବୋଲି। ମୁଁ ମଝିରେ ଏତେ ମୋର ଆଇଡ଼ିଆ ନଥିଲା। ଏବେ ମଝିରେ ମୁଁ କ'ଣ କରେ, 5 ବର୍ଷ ତଳ କଥା କହୁଛି, ଯେତେବେଳେ ଦଣ୍ଡନାଚ ମୁଁ ଦେଖିବାକୁ ମନ ହୁଏ, ମୁଁ ୟୁଟ୍ୟୁବ୍ ଦେଖେ, ଟିକେ ଦେଖିଦିଏ। ଆରେ ଆମ ଗାଁର ଗଞ୍ଜାମ ଜିଲ୍ଲାର ଦଣ୍ଡନାଚ ଭଲ ଲାଗେ, ଦେଖେ। ଓଡ଼ିଶାରେ 2-3ଟା ଜିଲ୍ଲାରେ ହୁଏ, ମୁଁ ବାକି ଜିଲ୍ଲା କଥା ନା ଜାଣିନି। ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମାନେ ଫେମସ୍ ଦଣ୍ଡନାଚ। ଯାଇ ହଉ, ଏବେକାର ଦଣ୍ଡନାଚ କ'ଣ, 5G ମଡ଼େଲ ଦଣ୍ଡନାଚ। ଏଇଠି କ'ଣ ହେଉଛି, ଆଗକାଳ ବୟସ୍କ ଲୋକ ଆଉ ନାହାନ୍ତି ସେଇ ଢଗ, ସେଇ ଠାକୁରଙ୍କ ମହିମା ଗାଇ ଦଣ୍ଡନାଚ କରିବାରେ। ଏବେ ହେଉଛି କ'ଣ, 5G ଦଣ୍ଡନାଚ। ଏବେ କ'ଣ ହେଉଛି, କିଛି କିନ୍ନର ସମ୍ପ୍ରଦାୟକୁ ଆଣିକି ଦଣ୍ଡନାଚରେ ମିଶାଉଛନ୍ତି। ହଁ, ନିଶ୍ଚୟ ମିଶାଅ। ସେଥିପାଇଁ ଠାକୁରଙ୍କ ମହିମା ଠାକୁରଙ୍କ ଯାତ୍ରାରେ ମିଶିପାର, ସେଥିପାଇଁ ଆପତ୍ତି ନାହିଁ। ଏମାନେ କ'ଣ କରୁଛନ୍ତି, ଅଶ୍ଳୀଳ ଢଗ, ଅଶ୍ଳୀଳ ଗୀତ ଗାଇକି ଦଣ୍ଡନାଚ କରୁଛନ୍ତି। ମୁଁ ଭିଡ଼ିଓରେ ଦେଖୁଥିଲି, ଏଇ 5 ଦିନ ତଳେ ମୁଁ ଦେଖୁଥିଲି ଏଇ ଭିଡ଼ିଓଟା। ଦେଖିନି କେବେ, ଚାଲିଛି 2020ର ଭିଡ଼ିଓ ଦେଖିଥିଲି। ମୁଁ 5 ଦିନ ତଳେ ମୁଁ ଯେତେବେଳେ ଦେଖିଲି ଭିଡ଼ିଓଟା, ଏଇ ଚାଲିଛି 2020, 2021। 2021ରେ ମନେ ହେଉଛି ଦଣ୍ଡନାଚ ବନ୍ଦ ଥିଲା, କି 2020ରେ ବନ୍ଦ ଥିଲା, ସେଇଟା ମନେ ହେଉଛି 2019ର ହେଇଥିବ। କରୋନା ଟାଇମ୍ରେ ମନେ ହେଉଛି ବନ୍ଦ ଥିଲା। ଯାଇ ହଉ, ମୁଁ ଡେଟ୍ଟା କହିପାରୁନି, ବନ୍ଦ ଥିଲା। ମଝିରେ ଏବେ ଯେଉଁ ଦଣ୍ଡନାଚ, ଅଶ୍ଳୀଳ ଦଣ୍ଡନାଚ, ଏମାନଙ୍କୁ ଟିକେ ଲଜ୍ଜା ସରମ ବୋଲି କିଛି ନାହିଁ।
ଆରେ ଆମେ ଜାଣିବା ଆମେ ଦଣ୍ଡନାଚ ଦେଖିବାକୁ ଯାଉଛେ, ମାଆଙ୍କ ମହିମା ସମ୍ବନ୍ଧରେ ଆମେ ଜାଣିବାକୁ ଯାଉଛେ, ଦେଖିବାକୁ ଯାଉଛେ। ସେଇଠି ବହୁତ ରକମର ଲୋକ ଅଛନ୍ତି, ମା' ମାନେ ବି ଅଛନ୍ତି, ଭଉଣୀମାନେ ବି ଅଛନ୍ତି, ଆଉ ବୟସ୍କ ଲୋକମାନେ ବି ଅଛନ୍ତି। ଆମେ କ'ଣ ଇଏ ଅପରାଧ ଦେଖିବାକୁ ଯାଉନେ, ରେକର୍ଡ଼ ଡ୍ୟାନ୍ସ। ଲାଜ ଲାଗିବା କଥା। ସବୁଠୁ ଦୁଃଖର କଥା ହେଉଛି କ'ଣ, ଆମ ଯୁବ ସମାଜମାନେ ଏଇ ଯେଉଁ ଢଗ, ଅଶ୍ଳୀଳ ଢଗରେ କିଛି କହୁନାହାନ୍ତି। କାହିଁକି ଏଇ ଟାଇପ୍ର କରୁଛ, ବିରୋଧ କରୁନାହାନ୍ତି, ବନ୍ଦ କରୁନାହାନ୍ତି। କାହିଁକି ଏଇସବୁ ଭଲ ଆମର କାହିଁକି? ଢଗ ବି ଏଣ୍ଟରଟେନମେଣ୍ଟ ପାଇଁ ଆମମାନେ ଜାଣିଛେ, ଢଗ ଅଭଦ୍ର କହିଲେ ଏଣ୍ଟରଟେନମେଣ୍ଟ ହେବେ, ଲୋକ ଦେଖିବେ। ଆମର କ'ଣ ଭଲ କଥାରେ ଏଣ୍ଟରଟେନମେଣ୍ଟ ହୁଏ ନା? ଭଲ ବି ଢଗ ଅଛି, ଭଲ ଗୀତ ବି ଅଛି, ସୁରାକ ତମେ ଭଜନରେ ଇଏ କର। କାହିଁକି ଏମାନେ ଏଇ ଟାଇପ୍ର କରୁଛନ୍ତି? ଦଣ୍ଡନାଚକୁ ଗୋଟେ ବ୍ୟବସାୟରେ ପରିବର୍ତ୍ତନ କରିସାରିଲେଣି। ଯାହା ପାଖରେ ଯେତିକି ଅଭଦ୍ର ଢଗ ରହିବ କହିବେ, ଯେତିକି ସମୟ, ଯେତିକି କିନ୍ନର ସମ୍ପ୍ରଦାୟକ ଲୋକମାନେ ଆସିକି ଇଏ କରିବେ, ସେମାନେ ଆସିବେ, ଢଗ କହିବେ, ଅଭଦ୍ର ଢଗ। ସେମାନଙ୍କୁ ସେତିକି ସେମାନଙ୍କର ଦଣ୍ଡନାଚ ଲୋକମାନେ ସେମାନଙ୍କୁ ବୁକିଂ କରିକି ନେବେ, ଆସ ଆମ ଏଠି ନାଟ କର। ଆଉ କିଛି ଲୋକ ବି ଅଛନ୍ତି ମାନସିକ ରଖିଛନ୍ତି, ମୋ ପୁଅର ଚାକିରି ହେଇଯାଉ, କିମ୍ବା ମୋ ପୁଅର ଦେହ ଭଲ ହେଇଯାଉ, କି ମୋର ଝିଅର ଯାଇ ହଉ, କହିଲେ ମା' ତତେ ମୋ ଦୁଆରେ ଦଣ୍ଡନାଚ ଖେଳେଇବେ। ମୁଁ ଜାଣିନି, ମୁଁ ଏଇ କଥା ଏଇ ଯେଉଁ ସମ୍ବନ୍ଧରେ କହୁଛି, କେତେ ଲୋକଙ୍କୁ ଭଲ ଲାଗିବ, କେତେ ଲୋକଙ୍କୁ ଖରାପ ଲାଗିବ ମୁଁ ଜାଣିନି। ଆଉ ମୋର କଥା କହିବା ଶୈଳୀ ମୁଁ ୟୁଟ୍ୟୁବରେ ମୁଁ କଥା କହିବା ଶୈଳୀଟା କହିଲି କାହିଁକି, ୟୁଟ୍ୟୁବରେ କେମିତି କଥା କୁହାଯାଏ ମୁଁ ଶିଖିନି। କାହିଁକିନା ମୁଁ ୟୁଟ୍ୟୁବର ନୁହେଁ, ମୁଁ ପ୍ରଫେସନାଲରେ ମୁଁ ୟୁଟ୍ୟୁବର ନୁହେଁ। ମୋ ଚ୍ୟାନେଲରେ ଦେଖିବେନି ଭିଡ଼ିଓ ପଡ଼ିଛି ବୋଲି। ମୁଁ ୟୁଟ୍ୟୁବରେ ଏଇ ଦଣ୍ଡନାଚ ସମ୍ବନ୍ଧ ଦେଖିକି ମୋତେ ଟିକେ ଖରାପ ଲାଗିଲା, ବାଧ୍ୟ ହେଇ ରାତି 10ଟାରେ ମୁଁ ଏଇ ଭିଡ଼ିଓ କରୁଛି। ଯାଇ ହଉ। ଆଉ ଆପଣ ଭାବୁଥିବେ ଏଇ ଭିଡ଼ିଓଟା, ସିଏ ଭିଡ଼ିଓରେ କହୁଛି ବହୁତ ବଡ଼ କଥା କହୁଛି। ବଡ଼ କଥା ନୁହେଁ। ତମେ ଭଲ ଭାବରେ ଚିନ୍ତା କର, ମୁଁ ଯେଉଁ କଥାଟା କହୁଛି ଏଇଟା ଠିକ୍ କହୁଛି କି ଭୁଲ କହୁଛି। ଆଉ ଓଡ଼ିଶାରେ ଗୋଟେ ମାତ୍ର ମୁଁ ୟୁଟ୍ୟୁବ୍ ମାଧ୍ୟମରେ ମୁଁ କହୁଛି, ଏଇସବୁ ବନ୍ଦ କର, ଏଇଟା ଭଲ ନୁହେଁ। ଭଗବାନଙ୍କୁ ଟିକେ ଡର। ଅଭଦ୍ର କହିକି ଆମେ ଦଣ୍ଡନାଚ ଖେଳିବା, ଠାକୁରଙ୍କ ପାଖରେ ଅଭଦ୍ର କହିକି ଇଏ କରିବା, ଏ ଭଲ ନୁହେଁ। ଯାଇ ହଉ, ଆମମାନେ ବି ଭଲ ଭାବରେ ଦଣ୍ଡନାଚ ଖେଳିପାରିବା। ଭଲ ବି ଗୀତ ଅଛି, ଭଲ ଢଗ ଅଛି। ଆମେ ଯଦି ଜାଣିନେ, କାହିଁକିନା ଆଗକାଳ ଲୋକମାନେ ଆଉ ବୟସ୍କ ଲୋକମାନେ ନାହାନ୍ତି, ଆମେ ଯଦି ଜାଣିନେ, ଆମେ ୟୁଟ୍ୟୁବରେ ଦେଖିପାରିବା ପୁରୁଣା ଢଗ। ୟୁଟ୍ୟୁବରେ ଭଲ ୟୁଟ୍ୟୁବର ମାନେ ପୁରୁଣା ଢଗ ଅପଲୋଡ଼ କରି ରଖିଛନ୍ତି, ଆମେ ସେଇଟା ଦେଖିପାରିବା। ନହେଲେ ଢଗର ବହି ମିଳୁଛି, ଆମେ ପଢ଼ିକି ମୁଖସ୍ଥ କରିକି ସେଇଟା ଖେଳିପାରିବା। ଆମେ ସେଇଟା କଲେନି। ଆମେ କ'ଣ କଲେ, ଅଭଦ୍ର କହିକି ଆମେ ଖେଳିଲେ, ଦଣ୍ଡନାଚ ଖେଳିଲେ। ମୋ ସାଙ୍ଗକୁ ମୁଁ 5 ଦିନ ତଳେ ବସିକି ଦେଖୁଛି ଏ ଭିଡ଼ିଓଟା କରିବାର କାରଣ କାହିଁକି। ମୋ ସାଙ୍ଗଟା ହେଉଛି ଭଦ୍ରକର, ମୁଁ ବାହାରେ ରୁହେ। ଆମେ ଓଡ଼ିଶାର ବହୁ ଜିଲ୍ଲାର ପିଲାମାନେ ଆମେ ଏଇ ଗୋଟେ ଜାଗାରେ ରହୁ, ଅଫିସରେ କାମ କରୁ। ତାକୁ କହିଲି ଆମ ଗଞ୍ଜାମରେ ସବୁଠୁ ଫେମସ୍ ନାଚ ହେଉଛି ଦଣ୍ଡନାଚ। ମା'ଙ୍କ ମହିମା ଅପାର। ତାଙ୍କ ଦଣ୍ଡନାଚ ବିଷୟରେ କହିଲି, ପଣା ଯେଉଁ ମେରୁ ବିଷୟରେ କହିଲା ପରେ ମୁଁ କହିଲି ରହିଥ ଦେଖିବ। କାହିଁକିନା ନିଜର ଆମେ ଗଞ୍ଜାମ ପିଲା, ଟିକେ ଗର୍ବ, ଦଣ୍ଡନାଚ ହେଉଛି, ଆମେ କାହିଁକି ଲୋକଙ୍କୁ ପ୍ରଚାର କରିବାନି। ଆମେ ଯେତିକି ପ୍ରଚାର କରିବା, ଆମର ସେତିକି ଆମର କଳା କ'ଣ କହୁଛେ, ଆମର ଯେତିକି ଆମର ଜିଲ୍ଲାର ଯେତିକି ପର୍ବପର୍ବାଣି ଅଛି, ଆମେ ପ୍ରଚାର କଲେ ଆମକୁ ଟିକେ ଭଲ ଲାଗେ। ସେଥିପାଇଁ ମୁଁ ତାଙ୍କୁ ଦେଖେଇଲା ପରେ
ସେ ପିଲାଟା ଦେଖିଲା, ମାନେ ମନ ଦେଇକି ଦେଖିଲା, ନାଇଁ କଲାନି ଦେଖିବି ବୋଲି। ଦେଖିଲା ପରେ ସରିଲା, ଭିଡ଼ିଓ ଦେଖି ସରିଲା ପରେ ହସିଲା, କହିଲା ତମ ଗଞ୍ଜାମ ଜିଲ୍ଲାରେ ଏଇ ଅଭଦ୍ର ଠାକୁରଙ୍କ ପାଖରେ ଅଭଦ୍ର କହିକି ଦଣ୍ଡ, ଏଇଟା ତ ହେଉଛି ତମ ଦଣ୍ଡ ନାଚ? ଅଭଦ୍ର ଇଏ କହିଛି, କେତେ ଲେଡ଼ିସ୍ ଅଛନ୍ତି, କେତେ ଲୋକ ଅଛନ୍ତି, ସବୁ ହସୁଛନ୍ତି, ଏଇଟା ତମ ଦଣ୍ଡ ନାଚ? କିଛି ତମ ସେ ଲୋକ କିଏ କିଛି କହୁନାହାନ୍ତି? ମୁଁ ଆଉ କିଛି କହିପାରିଲିନି, ନ କହିପାରିକି ମୁଁ କହିଲି ଭାଇ ଦେଖ, ଏଇଟା ଏବେ ନୂଆରେ ଚାଲିଛି 5G ଦଣ୍ଡ ନାଚ, 4G ନାହିଁ, 2G ନାହିଁ, 5G। ସେଥିପାଇଁ ମୁଁ ଆଉ କିଛି କହିପାରିଲିନି, ବାଧ୍ୟ ହୋଇକି ଏଇ ଭିଡ଼ିଓଟା କଲି। ଭାଇମାନେ, ଆପଣଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛି, ଏଇ ଦଣ୍ଡ ନାଚରେ ଏଇ ଅଭଦ୍ର ଗୁଡ଼ାକୁ ଯାହା ଢଗ ଦଣ୍ଡ ନାଚ ବନ୍ଦ କର। ଠାକୁରଙ୍କର ଏଇ କଳା ମହିମାକୁ ବ୍ୟବସାୟରେ ପରିବର୍ତ୍ତନ କରନି। ଆମେ ଏଇଠି କିଛି ହିସାବ ଦେବାନି। ଆମେ କେଉଁଠି ହିସାବ ଦେବା? ଉପରେ ଗଲେ, ଯେତେବେଳେ ଆମେ ଯିବା ରକେଟରେ ଯିବା, ଚନ୍ଦ୍ରଯାନ-3ରେ ଯେତେବେଳେ ଯିବା ଉପରକୁ, ସେତେବେଳେ ଆମେ ହିସାବ ଦେବା ଆମେ କ'ଣ କରିଛେ ଠାକୁରଙ୍କ ଦେଇକି। ସବୁଠୁ ପ୍ରତ୍ୟେକ ମଣିଷ ଜୀବନରେ କିଏ କହିପାରିବେନି ମୁଁ ପୁଣ୍ୟ କରିଛି? ସମସ୍ତେ ପାପ କରନ୍ତି। ଆମେ ଜାଣି ଶୁଣିକି ଏଇ ପାପଟା କରିବା କି? ଏଇ ପାପ କରିବାନି। ଯେତେବେଳେ ଯିବା ନା ଉପରେ ଚନ୍ଦ୍ରଯାନ-3ରେ ଯିବା, ସେତେବେଳେ ଆମେ ସେଇଠି ହିସାବ ଦେବା। ଆମମାନେ ଶୁଣୁଛେ, ଆମେ ବି ହିସାବ ଦେବା। ଏମିତି ନାହିଁ ଯେଉଁମାନେ କରୁଛନ୍ତି ସେମାନେ ହିସାବ ଦେବେ, ଆମେ ବି ହିସାବ ଦେବା। ଏଇଟା ବନ୍ଦ କର। ଆଉ ବେଶୀ ମୁଁ କିଛି କହୁନି, କାହିଁକିନା ଭିଡ଼ିଓଟା ଲମ୍ବା ହେଇଯିବ। ଆଉ ତୁମମାନେ ଭାବିବ ପିଲାଟା ବଡ଼ ବଡ଼ ଡାଇଲଗ୍ ମାରୁଛି, କଥା କହୁଛି। ଆଉ ଯଦି ମୋ କଥାଟା ଯଦି ଯାହାକୁ ଭଲ ଲାଗିଥିବ, ଦୟାକରି ଏସବୁ ଜିନିଷକୁ ବନ୍ଦ କରନ୍ତୁ। ଜଣେ ତ ବନ୍ଦ କଲେ ହେବନି, ସମସ୍ତେ ମିଶିଲେ ଜିନିଷଟା ବନ୍ଦ ହୁଏ। ଗୋଟେ ଏକତାର ହିଁ ବଳ। ଆମେ ଏକା ଲଢ଼ିଲେ ଆମେ ଲଢ଼ିପାରିବାନି। ଏକଜୁଟ ହେଇ ଆମେ ଯଦି ଏଇଟାକୁ ବନ୍ଦ କରିବା, ଆରାମସେ ବନ୍ଦ ହେଇଯିବ। ଏକତା ହିଁ ବଳ। କି ଗୋଟେ ମହାପୁରୁଷ କହିଛନ୍ତି, ଏକତା ନିଶ୍ଚୟ, ଆର ଅଥର ମାନ ଗୋଟେ କ'ଣ ଅଛି ବୋଲି ସେ କହିଛନ୍ତି ନା। ସେଥିପାଇଁ ଆପଣମାନେ ଏଇ ଜିନିଷଟାକୁ ବନ୍ଦ କରନ୍ତୁ। ଆପଣମାନେ ଭାବୁଥିବେ ପିଲାଟା କହୁଛି ୟୁଟ୍ୟୁବରେ ଛାଡ଼ୁଛି ମାନେ ତା'ର ସବସ୍କ୍ରାଇବର୍ ବଢ଼ାଇବା ପାଇଁ, ଲାଇକ୍ ସେୟାର ଏ କିଛି କହିବା ପାଇଁ। ନା, ମୁଁ ଏଇଟା କିଛି କହିବାକୁ ଚାହୁଁନି, କାହିଁକିନା ମୁଁ ୟୁଟ୍ୟୁବର୍ ନୁହେଁ। ଆକ୍ଚୁଆଲି ମୁଁ ୟୁଟ୍ୟୁବର୍ ନୁହେଁ। ସମସ୍ତେ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲୁଛନ୍ତି, ଏଇ ଭିଡ଼ିଓ ପକାଉଛନ୍ତି। ମୁଁ ବି ଟିକେ ଦେଖିଲି, ମୁଁ ବି 5G ଇଏର ପିଲା। ମୁଁ ବି ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଲି। ମଝିରେ କିଛି ରିଲ୍ସ ବି ପକାଇଲି। ଭିଡ଼ିଓ କେବେ ପକାଇନି। ହଁ, ଭିଡ଼ିଓ ପକାଇଛି, ଗଣେଶ କିଛି ପୁରୁଣା 5 ବର୍ଷ ତଳେ ଗୋଟେ ଭିଡ଼ିଓ ପଡ଼ିଥିବ, ମୁଁ ପକାଏ ନା। ମୋତେ ଏଇ ଜିନିଷଟା ଖରାପ ଲାଗିଲା ବୋଲି ମୁଁ ଏଇ ଭିଡ଼ିଓଟା କଲି। ହଉ, ମୁଁ ଆଉ ବେଶୀ କିଛି କହୁନି, ଏତିକି କହିକି ମୁଁ ରଖୁଛି। ଜୟ ଜଗନ୍ନାଥ।